तेणु से ही हरि मते रखिबे तांक पादे शरण पचारि देला कहला प्रभु आपण आसीछंती ठीक मते मारिबे मते काहे की मारिबे देखम कुंभीरर जुक्तिटा भगवान नारायण कहले कुंभीर तू गज को मारु ना प्रभु गज को मारि मोर भूल रहिला कोठी मु हेले जलचर जीव मु हेले मांसाशी प्राणी आपण कहिछंती जले जे बसिबो ताकू भक्षण करी जलरे पशिला मु ताकू खाइबी तेणु जदि कुंभीर गज को छाड़ी दउछि सारे गज को छाड़ी देला परे कुंभीरर इष्ट धर्म आउ रहिबो नाही कुंभीर कहला प्रभु तेणु मु ये न्याय करिनी आपण ये न्याय करिछंती जहाँ को उड़िया भागवत रे जगन्नाथ दास कहिछंती कहले जीव को जीव रे मोराई रे जीव को बड़ जीव खाद्य रूप में खाऊची आज्ञा केरांडीटा को बालिया माछ शौल माछ खाई पकाउची ये हूँ भगवान को विचित्र सृष्टि सदा बेले दुर्बल उपरे सबलर अत्याचार ये नीति के गढ़ी किए कुंभीर टिके बुले कि नाक छुआईला कहला प्रभु यार मूलाधार होउछंती आपण ये नीति के आपण गढ़ी ताले एठी मोर भूल कौन है ये गला न्याय एक कुंभीर कहला प्रभु न्याय नंबर 2 मोर जीव प्रति दया नहीं ना हाँ कुंभीर तोर जीव प्रति दया नहीं तू कुंभीर होचु चंडाल कहीं ना जगन्नाथ दास कहिछंती कौन कहले बोले जीव रे जार दया नहीं उद्धव चंडाल जीव प्रति जार दया नहीं से हूचे दुनिया रे चंडाल ये संसार रे से हूचे चंडाल कुंभीर कहला प्रभु मोर दया नहीं ना आपणकर कारण ना तू मो हृदय रे अछु तू गज हृदय रे अछु सकल घटे नर हरि कुंभीर हृदय रे आपण कुंभीर परी गज हृदय रे गज परी परीडा करेंट गोटे एठी लाइट रे दिया गले जोलिला सेठी फैन रे देले फ्रिज रे देले ठंडा हला हीटर रे देले कॉफी उत्तप हला गरम हला सारे करेंट गोटे तार काम हला विभिन्न प्रकार
ତେଣୁ ନାରାୟଣ ସମସ୍ତଙ୍କ ହୃଦୟରେ ଅଛନ୍ତି, କିନ୍ତୁ କାମ ହେଲା ବିଭିନ୍ନ ପ୍ରକାର। ପିମ୍ପୁଡ଼ି ହୃଦୟରେ ପିମ୍ପୁଡ଼ି ପରି, ଗଜ ହୃଦୟରେ ଗଜ ପରି, କୁମ୍ଭୀର ହୃଦୟରେ ପ୍ରଭୁ କୁମ୍ଭୀର ପରି। କୁମ୍ଭୀର କହିଲା ପ୍ରଭୁ ସେତିକି ନୁହଁ, ଆପଣ ମୋ ହୃଦୟରେ ଅଛନ୍ତି, ଆପଣ ବି ଗଜ ହୃଦୟରେ ଅଛନ୍ତି, କିନ୍ତୁ ମତେ ଆପଣ ଗୋଟେ ନ୍ୟାୟ ଦେବେ। କଣ ନ୍ୟାୟ? ନା ଯଦି ପ୍ରଭୁ ମୋ ହୃଦୟରେ କରିଅଛ ବାସ, ଏବେ କାରେ ଅଛ ବାସ, ନିର୍ଦ୍ଦେଶରେ ସର୍ବ କରେ ମୁଁ ଅବଶ୍ୟ, ଏବେ କାରେ କୁମ୍ଭୀର କହିଲା ପ୍ରଭୁ ତୁ ମୋ ହୃଦୟରେ ଅଛୁ, ତୁ ମତେ ନିର୍ଦ୍ଦେଶ ଦେଇଛୁ ମୁଁ ଗଛକୁ ଧରିବି, ତାହେଲେ ମତେ ଯଦି ତୁ ନିର୍ଦ୍ଦେଶ ଦେଲୁ ମୋ ହୃଦୟରେ ରହି ମୋର ଜୀବ ପ୍ରତି ଦୟା ନାହିଁ ନା ତୋର? ପ୍ରଭୁ ମୁଁ ଚଣ୍ଡାଳ ନା ଆପଣ? ଭଗବାନ ବିଶ୍ୱ ଚିନ୍ତାମଣି ନାରାୟଣ ସ୍ଥିର ଭାବରେ ଛିଡ଼ା ହେଲେ, ଉତ୍ତର ଦେଇ ପାରୁନାହାନ୍ତି। କୁମ୍ଭୀର କହିଲା ପ୍ରଭୁ ଉତ୍ତର ଦେଲେ ମତେ ମାରିବ, ନହେଲେ ମାରିପାରିବନି। ଗଜ ତେଣେ ଭଗବାନଙ୍କୁ ଅନ୍ତରାତ୍ମାରେ ଚିନ୍ତା କରିଛି। କୁମ୍ଭୀର ଡାକିଦେଲା, ହେ ବିଶ୍ୱ ଚିନ୍ତାମଣି ନାରାୟଣ, ମୁଁ ଚଣ୍ଡାଳ ନା ଆପଣ? ଆପଣ ମୋ ହୃଦୟରେ ରହି ନିର୍ଦ୍ଦେଶ ଦେଇଛନ୍ତି ଜଳରେ ଯିଏ ପଶିବ ମୁଁ ତାକୁ ମାରିବି। ପ୍ରଭୁ ଆପଣ ଗଜ ହୃଦୟରେ ଅଛନ୍ତି, ମୋ ହୃଦୟରେ ଅଛନ୍ତି, ତାହେଲେ ମୋ ହୃଦୟରେ ରହି ଆପଣ ନିର୍ଦ୍ଦେଶ ଦବାରୁ ମୁଁ ଗଜକୁ ମାରିବା ପାଇଁ ଯାଉଛି। ତିନି ନମ୍ବର ପ୍ରଶ୍ନ, କୁମ୍ଭୀର କହିଲା ପ୍ରଭୁ ପ୍ରଭୁ ଆପଣ ସୁଦର୍ଶନ ଚକ୍ରକୁ ଧାରଣ କରି ଆସିଛନ୍ତି, ଆପଣ ମତେ ମାରିବେ, ମନା ନାହିଁ, ହେଲେ ମତେ ମାରିଲେ ଆପଣ କଣ ସୁରକ୍ଷିତ ରହିବେ? କାହିଁକି ନା ଯଦି ପ୍ରଭୁ ମୋ ହୃଦୟରେ କରିଅଛ କହିଲା, ହେ ବିଶ୍ୱ ଚିନ୍ତାମଣି, ହେ ନାରାୟଣ, ଯଦି ଆପଣ ମୋ ହୃଦୟରେ ଅଛନ୍ତି ମତେ ମାରିବେ, ମତେ ମାରିଲେ ଆପଣ କଣ ମୋ ହୃଦୟରେ ରହି ନାଶ ଯିବେ ନାହିଁ? ଆଜ୍ଞା ବିଶ୍ୱ ଚିନ୍ତାମଣି ନାରାୟଣ ଏକଥା ଶୁଣୁଥିଲେ। ପ୍ରଭୁ ଆଉ ସୁଦର୍ଶନକୁ ପଠେଇ କୁମ୍ଭୀରକୁ ମାରିବେ କଣ? କୁମ୍ଭୀର ପ୍ରଶ୍ନର ଉତ୍ତର ନ ଦେଇ ଭଗବାନ ନାରାୟଣ 3 ପାଉଣ୍ଡ ପଛକୁ ଆସିଲେ। କୁମ୍ଭୀର କହିଲା ପ୍ରଭୁ ଏଇନେ କିଛି ହେଇନି, ତମେ ପୁଣି 3 ପାଉଣ୍ଡ ପଛକୁ କଣ ଗଲଣି?
ପ୍ରଭୁ କିଛି ହେଇନି। ଆଉ ଦି ପଦ ପ୍ରଶ୍ନ, ଆପଣ ମତେ ମାରିବେ? ମତେ ମାରିପାରିବେନି। ନାରାୟଣ 3 ପାଉଣ୍ଡ ପଛକୁ ଯାଇଛନ୍ତି। କୁମ୍ଭୀର କହିଲା, ପ୍ରଭୁ ମୋ ପ୍ରଶ୍ନର ଉତ୍ତର ଆପଣ ଦିଅନ୍ତୁ। ଦିଅ ଦିଅ ଆପଣ ମତେ କହିଛନ୍ତି ଯିଏ ଇଏ ଜଳ ଭିତରକୁ ଆସିବ ମୁଁ ତାକୁ ବିନାଶ କରିବି, ମୋର ସିଏ ହବ ଖାଦ୍ୟ। ମୁଁ ଖାଇବି। ମାନବ ହୃଦୟରେ ରହି ଆପଣ ଯେପରି ଅନ୍ନ ଖାଉଛନ୍ତି, ମାଂସାଶୀ ପ୍ରାଣୀ ହୃଦୟରେ ସେ ମାଂସ ଭକ୍ଷଣ କରିବ। ଯେଉଁମାନେ ଶାକାହାରୀ ପ୍ରାଣୀ ସେମାନେ ଫଳ ଭୋଜନ କରିବେ। ତେଣୁ ଜଗନ୍ନାଥ ଦାସ କହିଛନ୍ତି, ଅର୍ଣ୍ଣ ବ୍ରହ୍ମକୁ ଆଗେ ଥୋଇରେ ଆଗେ ଥୋଇ, ସଦବାବକୁ ଆଗେ ଥୋଇରେ, ଆଗେ ଥୋଇ, ତାପରେ ପିଣ୍ଡ ସଞ୍ଚାର ଆଗେ ହଉଛି ଆପଣ ମାନଙ୍କର ଅର୍ଣ୍ଣ ବ୍ରହ୍ମ ବା ଖାଦ୍ୟ। ମା ଗୋଟାଏ ଜୀବ ଜନ୍ମ ହେବା ପୂର୍ବରୁ ଭଗବାନଙ୍କର ଏ ବିଚିତ୍ର ସୃଷ୍ଟିରେ ତା ପାଇଁ କିଛି ଖାଦ୍ୟ ପ୍ରଥମେ ତ ରହିଥାଏ। ଆଜ୍ଞା ଖାଦ୍ୟକୁ ଭଗବାନ ରଖନ୍ତି। ଯଥା ଶିଶୁଟିଏ ଜନ୍ମ ହେବା ପୂର୍ବରୁ ଆଜ୍ଞା ମା ସ୍ତନ୍ୟରେ ଆପଣଙ୍କର ଅମୃତର ଧାର କ୍ଷୀର ରଖିଥାନ୍ତି ପ୍ରଭୁ। କିଏ ଭଗବାନଙ୍କର ସୃଷ୍ଟି ଆଜ୍ଞା ବିଚିତ୍ର, କିଏ କୋଉଠି ରହିବ, କିଏ କିପରି ରହିବ, ଭଗବାନ ତାକୁ ଏ ବିଶାଳ ପୃଥିବୀକୁ, ବିଶାଳ ସାଗରକୁ, ବିଶାଳ ସଚରାଚର ବ୍ରହ୍ମାଣ୍ଡକୁ ଆଜ୍ଞା ଗଢିଛନ୍ତି। କିପରି କଲା, ଧନ୍ୟ ହେ ଈଶ୍ୱର ତୁମ ବୁଦ୍ଧି କୌଶଳ କିପରି ରଚିଲ ପ୍ରଭୁ ମେଘ ବାୟୁ ଈଶ୍ୱରଙ୍କ ସୃଷ୍ଟିଟା ବାପା ବଡ଼ ବିଚିତ୍ର। ଆଜ୍ଞା ମେଘସ୍ଥଳକୁ ସୃଷ୍ଟି କରିଛନ୍ତି ସେହି, ବାୟୁସ୍ଥଳକୁ ସୃଷ୍ଟି କରିଛନ୍ତି ସେହି, ବିଶାଳ ଆକାଶକୁ ସୃଷ୍ଟି କରିଛନ୍ତି ସେହି। ମା ଇଏ ବିଚିତ୍ର ସୃଷ୍ଟିର କର୍ମା ହେଉଛନ୍ତି ସେ ବିଚିତ୍ର କର୍ମା। ସେ କିଭଳି ଏ ବିଶାଳ ସୃଷ୍ଟିକୁ ରଚନା କଲେ? କିପରି? ନା ଜଳରେ ରଖିଲ ମାଛ, ଶୂନ୍ୟରେ ଚଢ଼ା ଭରି ଭରି ଜୀବ ରଖି ତେଲ ସବୁ ଜଳରେ ମାଛକୁ ରଖିଲେ, ଶୂନ୍ୟରେ ରହିଲା ଚଢ଼େଇ। ଦେଖନ୍ତୁ, ଯିଏ ଯେଉଁ ସ୍ଥାନରେ ରହିବା କଥା ବିଶାଳ ପୃଥିବୀ ମଧ୍ୟରେ ଇଏ ବିଚିତ୍ର କର୍ମା ବିଚିତ୍ର ଜୀବକୁ ବିଚିତ୍ର ମାର୍ଗରେ ରଚନା କଲେ। ଖାଲି ସେତିକି ନୁହଁ, ପ୍ରଭୁର ବିଶାଳ ପୃଥିବୀ ବଡ଼ ବିଚିତ୍ର, ବଡ଼ ବିଚିତ୍ର ଏ ପୃଥିବୀ। ଆଜ୍ଞା କାହିଁକି କାହିଁକି? ନା ପ୍ରଜାପତି ଦେହେ ଦେଲ ଟୋପି ଟୋପି ଚିତାଏ। ବୁଢ଼ିଆଣି ପେଟ ତଳେ କେତେ ସରୁ ବିଶାଳ ପୃଥିବୀ ଭିତରେ ମା ପ୍ରଜାପତି ଦେହରେ ଟୋପି ଟୋପି ଚିତା ଦେଇଛନ୍ତି ସେଇ ନାରାୟଣ, ସେଇ ବିଚିତ୍ର କର୍ମା। ବୁଢ଼ିଆଣି ପେଟ ତଳର ଯୋଉ ସରୁ ସୂତା, ଆଜ୍ଞା ଦେଖନ୍ତୁ ଏଇଠି ଆପଣମାନଙ୍କୁ ଆଉ ଗୋଟିଏ ଦର୍ଶନ ଦେବି। ଆମ ବୈଜ୍ଞାନିକ ମାନେ ଛାତିରେ ହାତ ମାରିକି କହିଲେଣି ପୁରାଣ ଠାରୁ ବିଜ୍ଞାନ ଅଗ୍ରଗତିରେ ଆଗେଇଲା।
ବହୁତ ଆଗେ କିନ୍ତୁ ସାରେ ପୁରାଣ ଠାରୁ ଆଗକୁ ଯାଇନି ବିଜ୍ଞାନ ଯାଇନି ନା। ମୁଁ ମୋ ବ୍ୟକ୍ତିଗତ ଚିନ୍ତାଧାରାରେ କହିବି ପୁରାଣ ଯେତେ ବିଜ୍ଞାନ ଯେତେ ଆଗକୁ ଗଲେ ହେଁ କିନ୍ତୁ ପୁରାଣ ଠୁ ଆଗକୁ ଯାଇନି ଯାଇପାରିନି ନା। ପ୍ରମାଣ ଆମର ପୁରାଣରେ ଥିଲା ପୁଷ୍ପକ ବିମାନ ଉଡୁଥିଲା ଆଜ୍ଞା ସାରେ ଏବେ ହଜାର ହଜାର କୁଇଣ୍ଟାଲ ଲୁହା ଉଡ଼ିଲା ଆକାଶରେ। ମନଯାନରେ ଦେବର୍ଷି ନାରଦ ଯାଉଥିଲେ, ଏବେ ମନଭେଦୀ ତୀର ଥିଲା, ଆମେ ତାକୁ ଅନୁମାନ କରି କ୍ଷେପଣାସ୍ତ୍ର ସୃଷ୍ଟି କଲି। ଦେଖନ୍ତୁ ଚାହିଁଲେ ବର୍ଷା ହେଉଛି, ଚାହିଁଲେ ଖରା ହେଉଛି, ଦ୍ୱିତୀୟ ସୂର୍ଯ୍ୟ ଏବେ ଚାଇନା ନିର୍ମାଣ କଲାଣି, ସବୁ ହେଲା। କିନ୍ତୁ ପ୍ରଜାପତି ପେଟ ବୁଢ଼ିଆଣୀ ପେଟ ତଳେ ଯୋଉ ସରୁ ସୂତା, ଆପଣ କହିଲେ ବୈଜ୍ଞାନିକ କେତେ ସୂତା ତିଆରି କରିଛନ୍ତି, ଇଏ ବୁଢ଼ିଆଣୀ ପେଟ ତଳର ଯୋଉ ସରୁ ସୂତା ଫୁଙ୍କି ଦେଲେ ଛିଡ଼ିଯିବ, ପୁନଃ ଆସି ଲାଗିଯିବ। ଏମିତି ସୂତା ଆମ ବୈଜ୍ଞାନିକ ମାନେ ତିଆରି କଲେଣି ଏ ପୁଅ ନା କେବେ ହେଇପାରିବ? ସମ୍ଭବ ନୁହଁ, ସମ୍ଭବ ନୁହଁ। ତେଣୁ ବିଜ୍ଞାନ ଯେତେ ଆଗକୁ ଯାଉ ପୁରାଣ ତଳେ। ତେଣୁ କବି କହିଲେ ଧନ୍ୟ ହେ ଈଶ୍ୱର ତୁମ ବୁଦ୍ଧି ଆପଣ ମାନଙ୍କର ବିଚିତ୍ର କର୍ମା। କୁମ୍ଭୀର କହିଲା ହେ ପ୍ରଭୁ, ହେ ଭାବଗ୍ରାହୀ, ହେ ବିଚିତ୍ର କର୍ମା, ମୋ ହୃଦୟରେ ଆପଣ ଅଛନ୍ତି, ମତେ ମାରିଲେ ଆପଣ ବି ମରିବେ। ଖାଲି ସେତିକି ନୁହଁ, ହେ ପ୍ରଭୁ ତାହେଲେ ଏଥର ଆପଣଙ୍କ ଉପରେ ନିଷ୍ପତ୍ତି ମୁଁ ଛାଡ଼ିଦେଲି, ଆପଣ ମତେ ମାରିବେ ନା ନାହିଁ। ଭଗବାନ ବିଶ୍ୱଚିନ୍ତାମଣି ନାରାୟଣ ପଡ଼ିଗଲେ ଅଡୁଆରେ, କୁମ୍ଭୀରକୁ ମାରିବି ନା ମାରିବିନି। କୁମ୍ଭୀର କହିଲା ପ୍ରଭୁ ମୋ ଇଷ୍ଟ ଧର୍ମ ଆପଣ ଯେତେ ପ୍ରକାର କହିଲେ ଗଜକୁ ମୁଁ ଛାଡ଼ିବିନି, କାରଣ ଗଜକୁ ଛାଡ଼ିଲେ ଇଷ୍ଟ ଧର୍ମ ନ ରଖିବି, ମୋ ଇଷ୍ଟ ଧର୍ମ ଏଇଠି ପଳେଇବ। ଆଜ୍ଞା କୁମ୍ଭୀର ଯେତେବେଳେ ତା ଇଷ୍ଟ ଧର୍ମ କଥା ମନେ ପକେଇଲା, ଭଗବାନ ବିଶ୍ୱଚିନ୍ତାମଣି ନାରାୟଣଙ୍କ ହସ୍ତରେ ସୁଦର୍ଶନ ଚକ୍ର ଥିଲା, ସୁଦର୍ଶନ ଚକ୍ର ଚିନ୍ତା କଲା ମୋ ଇଷ୍ଟ ଧର୍ମ କଥା ମୁଁ ବି ଚିନ୍ତା କରିବି, କାରଣ ସମସ୍ତଙ୍କର ଗୋଟିଏ ଗୋଟିଏ ଇଷ୍ଟ ଧର୍ମ ଅଛି। ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିଛନ୍ତି, କଣ କହିଲେ କହିଲେ ଯେ ଇଷ୍ଟ ଧର୍ମ ପ୍ରତିପାଳେ ନିଜ ନିଜର ଇଷ୍ଟ ଧର୍ମ ସବୁ ପାଳନ କରିବା। ଘଣ୍ଟିଟିଏ ବାଜୁଛି, ଆପଣ ଠାକୁରଙ୍କୁ ଯେତେବେଳେ ଭୋଗ ଲଗାଉଛନ୍ତି ମା ଘଣ୍ଟିଟିଏ ବଜାଉଛନ୍ତି, ଘଣ୍ଟିର ଇଷ୍ଟ ଧର୍ମ ଠାକୁର ଭୋଗ ଲାଗି ହେଲା ବେଳେ, ଠାକୁର ମଣେଇ ହେଲା ବେଳେ ସେ ବାଜିବ, ଯଦି ନ ବାଜିଲା ତା ଇଷ୍ଟ ଧର୍ମ ରହିବ। ସୁଦର୍ଶନ କହିଲା ଘଣ୍ଟି ତା ଇଷ୍ଟ ଧର୍ମ ରଖୁଛି, କୁମ୍ଭୀର ତା ଇଷ୍ଟ ଧର୍ମ ରଖୁଛି, ଆମେ ମାନବ ଆମର ଆଉ ଇଷ୍ଟ ଧର୍ମ ଆମେ ରଖୁନି। ଆମ ଇଷ୍ଟ ଧର୍ମ ରହୁଛେ ମାଳିକା, ମାଳିକା ଭବିଷ୍ୟତ ମାଳିକା। ଆପଣ ମାନେ ଶୁଣନ୍ତୁ, ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି, କହିଲେ ମନୁଷ୍ୟ କେବଳ ତାରି ଇଷ୍ଟ ଧର୍ମ ରଖେନି, କାରଣ ନା ସୁଜନ ବଚନ କେହି ନ ମାନିବେ, ନିନ୍ଦିବେ ଗୁରୁ ବ୍ରାହ୍ମଣ, ସମାନେ ଯୋଗ ନ ଜାଣିବେ ମିଥ୍ୟା କହିବେ ବ୍ରାହ୍ମଣ। କଳି ଯେତେବେଳେ ମା ପ୍ରବଳ ହବ, ସୁଜନ ବଚନ କେହି ନ ମାନିବେ, ଭଲ କଥା କେହି ମାନିବେନି, ଭଲ ଲୋକଙ୍କୁ କେହି ଶ୍ରଦ୍ଧା କରିବେ ନାହିଁ, ନିନ୍ଦିବେ ଗୁରୁ ବ୍ରାହ୍ମଣ, ଗୁରୁ ନିନ୍ଦା ହବ,
ବେଦ ନିନ୍ଦା ହବ, ବ୍ରାହ୍ମଣ ନିନ୍ଦା ହେବ। କାହିଁକି ନା ଜ୍ୟୋତିଷ ମାନେ ଯୋଗ ନ ଜାଣିବେ ମିଥ୍ୟା କହିବେ ବ୍ରାହ୍ମଣ। କଳି ପ୍ରବଳ ହେଲା ବେଳେ ବାପା ମାନେ ଏଇଆ ହବ, ଅଗମ୍ୟ କରିବେ ଗମନରେ ତେଣୁ କଳି ପ୍ରବଳ ହେଲା ବେଳେ ବାପା ମାନେ ଏ ମା ଏଇ ସବୁ ଘଟଣା ମାନ ଆଗକୁ ଆଗ ଘଟିବ। ଅଗମ୍ୟ କରିବେ ବଚନ ନିନ୍ଦା କରିବେ, ବେଦ ନିନ୍ଦା ହବ, ବ୍ରାହ୍ମଣ ନିନ୍ଦା ହବ, ଧର୍ମ ନିନ୍ଦା ହବ। ସାରେ ସେତିକି ନୁହଁ, ଆଉ ଦେଖିବେ ଭଦ୍ରଲୋକମାନେ ଲୁକାୟିତ ଭାବରେ ରହିବେ, ଯୋଉମାନେ ଜ୍ଞାନୀ ଗୁଣୀ ସେମାନେ ନୀରବ ହେଇଯିବେ। କାରଣ ନିନ୍ଦିତ ହେବ ବେଦ ଏ ପୁରାଣ ଶାସ୍ତ୍ର। वास्तविक ब्रह्म ज्ञान कहूथिबे, वास्तविक शास्त्र कहूथिबे, लोके कहबे एटा किछि जानिनी। सत्यासत्य होइब पाषाण्ड मत। जे आखि नाको देखै डाहा मिछ कइला लोके ताली मारिबे, एई हमर ब्रह्म ज्ञानी। ये हला कली कालर नीति, कली कालर आदर्श। तेणु मानव कली जुग भितर तार इष्ट धर्म केबे हेले रखिनी। आमे जेतिके भाई माने बापा माने बसिचे, आम समस्तंकर गोटे गोटे इष्ट धर्म अछि। माँ मनीषर प्रकृत इष्ट धर्म कौन, जहाकू ओडिशार मौड़मणि आपणकर गोपबंधुंकर भाषा रे कहले जगत सेवारे न लागे जा प्राण। जदि आपण माने आसीछन्ते धराधाम को टिके टिके माँ पाई सारे माटी पाई देश पाई सारे जाति पाई आपण मानकर त्याग रहू, देखिबे महाप्रभुंकर कृपा हबो। ये जाति केबे आपण को भूली जीवनी, ये माटी माँ केबे आपण को भूली जीव नाही। सारे आसीछे समस्ते पळेइबा, केठी रहिबा ना रहिछि। परिवर्तनी संसारे मृतक मान जायते। जस्य जन्मानि भूतानि देश जाति समुन्नत। ये संसार भितर जी आसी सारे से दिने ना दिने विदाय नहीं जीव। यही बापा या नाटा संसार कौन कहते बुझ संसार ये सब सरी 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 जामर जो शरीर रे अच्छी आयुष प्राणवायु
ବେଶ ଇଏ ଧୀରେ 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 ସରି ସରି ଯାଉଛି ବାহ ଯଥା ତାହେଲେ ଆମ ମାନଙ୍କର ଇଏ ଶରୀରରେ ଥିବା ପ୍ରାଣବାୟୁ ସାରେ ସରି 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 ଯାଉଛି ଆପଣ ମାନଙ୍କର ମଧ୍ୟମ ଯୁଗୀୟ ସାହିତ୍ୟ ପ୍ରକୃତି ପୁରୋଧା କବିବର ରାଧାନାଥ ମଧ୍ୟ କହିଛନ୍ତି କହିଲେ ଭଗ୍ନ ଘଟୁଆ ସଲିଳ ଯେ ସହନ ଭଗ୍ନ ଘଟୁଆ ସଲିଳ ଯେ ସହନ ସରି ଯାଉଅଛି ଆୟୁ ପ୍ରତିକ୍ଷଣ ଏ ମା ପାଣି ମାଠିଆଟି ଆଣିବ ଗୋଟାଏ ରନ୍ଧ୍ର ଆପଣ କରିଦେବେ ପାଣି ମାଠିଆ ଦେହରେ ସେ ଯେମିତି ଧୀରେ 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 ପାଣି ମାଠିଆଟା ଯାକ ଶୁଷ୍କ ହୋଇଯାଏ ଇଏ ଶରୀରରୁ ଆୟୁ ସାରେ ଧୀରେ 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 ତଦନୁରୂପେ କମି 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 ଯାଉଛି ନାହିଁ ଯାହାକୁ ବୈରାଗ୍ୟ ଶତକରେ ଭର୍ତ୍ତୃହରି ଆପଣ ମାନଙ୍କର କହିଛନ୍ତି ନାହିଁ ଆୟୁ ବର୍ଷ ଶତଂ ଋଣଂ ପରିମିତଂ ଯଦି ମଣିଷର ବାସ୍ତବିକ ଆୟୁଷ ହେଉଛି 100 ବର୍ଷ ତସ୍ୟାର୍ଦ୍ଧ 100 ବର୍ଷରୁ ଅଧେ 50 ବର୍ଷ ଆମର ଖାଲି ଶୋଇବାରେ ପଳେଇଲା ଆଜ୍ଞା କାରଣ ରାତି ହେଉଛି 50 ବାଳତ୍ୱ ବୃଦ୍ଧତ୍ୱୟଂ ବାଲ୍ୟ ଅବସ୍ଥା 12 ବର୍ଷ ଅଧେ ବୃଦ୍ଧାବସ୍ଥା 12 ବର୍ଷ ଅଧେ ସାରେ ଇଏ 25 ପଳେଇଲା ଆଉ 25 ବର୍ଷରୁ ଆପଣଙ୍କର 20 ବର୍ଷ ପଳେଇବ ଖାଲି କାମିନୀ କାଞ୍ଚନ ଜାୟା ୟାରି ଭିତରେ ମାୟା ମୋହ ଭିତରେ ଏ ଯୋଉ 5 ବର୍ଷ ରହିଲା 5 ବର୍ଷ ତାରି ଭିତରେ ଭଗବତ ଚିନ୍ତା ତାରି ଭିତରେ ମାନବିକତା ତାରି ଭିତରେ ସବୁ କଥା ରହିବ କାହିଁକି ମଧ୍ୟ କେତେ ଦିନ ଏ ମାତର କୁଣି କିଛି ଦିନ ପାଇଁ ଆମେ ସବୁ କୁଣିଆ ହେଇକି ଆସିଲି ଏଥିପାଇଁ ଆମକୁ ଦୁନିଆଟା ଉଣ୍ଟିଲାନି ତେଣୁ ମୋ ବାପା ମାନ ମୋ ଭାଇମାନ ଆପଣମାନଙ୍କୁ ଏତିକି ବି ନମ୍ରତାର ସହକାରେ କହିବି ଆସିଛନ୍ତି ଦିନେ ନା ଦିନେ ଆମେ ପଳେଇବା ଯିବା ପୂର୍ବରୁ ମା ପାଇଁ ମାଟି ପାଇଁ ଦେଶ ପାଇଁ ଜାତି ପାଇଁ ଆପଣମାନଙ୍କର ଟିକେ ଟିକେ ତ୍ୟାଗ ରହୁ ଯଦି ତ୍ୟାଗ ନ ରହିବ ଏ ମାନବ ଜୀବନର ଲାଭ କିଛି ନାହିଁ ବାବା ବାଇଆ ବାଇଆ ଗୀତାରେ ଗୋଟା ପଦ ନିର୍ଯାସ କହିଦେଲେ କହିଲେ ପର ଉପକାର ଇଏ କରିଲେ ହୁଏ ଆନନ୍ଦ ଜାତ पर उपकार करिले हुए आनंद जात परटी परम पुरुष आपण भाविबे परोपकार स्वर्गाय परर उपकार जो माने करमती से माने भगवान कर उपकार निश्चित पांती कहीं जे माँ पाई माटी पाई देश पाई त्याग रखिछि ताकु ए जाति भूली जाइनी ताकु ए माटी भूली जाई नाही
କାହିଁକି ଏ କଥା କହିଲି କାହିଁକି ନା ଦେଖନ୍ତୁ ଆମେ ଆସିଛେ ଦିନେ ନା ଦିନେ ପଳେଇବା ମା ଇଏ ସଂସାରରେ କେହି ହେଲେ ଚିରସ୍ଥାୟୀ ନୁହଁ କାହିଁକି କେହି ରହି ନାହିଁ ରହିବେ ନାହିଁ ନା ରହିବ ଯେ ଆସିଛି ସେ ପଳେଇବ ନାଇଁ ସ୍ୱର୍ଗ ତ କହିବି ବଡ଼ କୁମାର ବଳଭଦ୍ର ଦେବ ଠିକ ସେଇ କଥା କହିଦେଲେ ଚିରସ୍ଥାୟୀ ନୁହେଁ ଶରୀର ପାଦ ଭବ ତରଙ୍ଗିଣୀ ତୀରେ ପ୍ରାଣ ମୂଳ ମାଟି ଧୌତ ହୋଇଗଲେ ଭାସି ଯାଏ କାଳନୀରେ ଶରୀର ରୂପକ ବୃକ୍ଷର ପ୍ରାଣ ରୂପକ ମୂଳ ମାଟିଟା ଯେଉଁଦିନ ଧୌତ ହେଇଯିବ ଶରୀର ରୂପକ ବୃକ୍ଷଟା ସେଦିନ ଲେଉଟି ପଡ଼ିବ ତାହେଲେ ମାନବ ତା ଇଷ୍ଟ ଧର୍ମ ସେ ରଖୁନି ରଖୁଛି ସାରେ କୁମ୍ଭୀର କହିଲା ମୋ ଇଷ୍ଟ ଧର୍ମ ଯିଏ ଜଳରେ ପଶିବ ମୁଁ ତାକୁ ଖାଇବି ଯଦି ଗଜକୁ ଛାଡ଼ିଦେବି ମୋ ଇଷ୍ଟ ଧର୍ମ ନାହିଁ ଘଣ୍ଟି କହିଲା ଠାକୁର ମଣଇ ହେଲା ବେଳେ ମୋ ଇଷ୍ଟ ଧର୍ମ ମୁଁ ବାଜିବି ଯଦି ନ ବାଜିଲି ମୋ ଇଷ୍ଟ ଧର୍ମ ନାହିଁ ଭଗବାନ ନାରାୟଣଙ୍କ ହସ୍ତରେ ସୁଦର୍ଶନ ଥିଲେ ସବୁ ଶୁଣୁଥିଲା ସୁଦର୍ଶନ ସୁଦର୍ଶନ କହିଲା ଆରେ ଯଦି କୁମ୍ଭୀର ତା ଇଷ୍ଟ ଧର୍ମ ରଖିଲା ଘଣ୍ଟି ତା ଇଷ୍ଟ ଧର୍ମ ରଖିଲା ମତେ ତ ନାରାୟଣ ପଠେଇଥିଲେ କୁମ୍ଭୀରକୁ ମାରିବୁ ଗଜକୁ ଉଦ୍ଧାର କରିବୁ ପ୍ରଭୁର ସେବକ ମୁଁ ପ୍ରଭୁର ଦାସ ମୁଁ ପ୍ରଭୁର ନିର୍ଦ୍ଦେଶ ପାଳନ କରିବା ମୋର କାମ ସୁଦର୍ଶନ ଚିନ୍ତା କରୁଛି ଅନ୍ତରରେ ମୁଁ ଯଦି କୁମ୍ଭୀରକୁ ନ ହାଞ୍ଚି ମୋ ଇଷ୍ଟ ଧର୍ମ ମୁଁ ରଖିବି ନାହିଁ ये तत्क्षणे सुदर्शन पड़िला बहन तत्क्षणे सुदर्शन पड़िला गांडी मुंड दुई खंड करिदेला जान गंडी मुंड दी खंड करिदेला सुदर्शन कुंभीरर कला मो इष्ट धर्म जदि मु कुंभीर को न मारुछि मो इष्ट धर्म रहिबो नारायण विश्व चिंतामणि थिले मकर कुंडल कहले कुंभीर शिर पंडित घर कबाट हेबे देले बरा विश्व चिंतामणि नारायण कुंभीर मस्तक को आनी मकर कुंडल कले ताले आमे एते बाट आसिली कहीं ना ब्रह्म जानाति ब्राह्मण कुंभीर जानिछि नारायण ब्रह्म आसंती एठी दासिया बाउरी जानिछि जगन्नाथ दारु ब्रह्म नोडिया नेबे गज जानिछि ब्रह्म निश्चिंत रूप रे देखा देबे तेणु से ही हरि मते रखिबे तांक पादे शरण रे ताको पादे शरण विराम भाई ताकोरिया सो हे नारायण
पाद तले शरणापन्न है ये कुंभीर हूँ बौला कुंभीर तार मस्तक को प्रभु कुंडल कले ताले ब्रह्म जानिला जे से है ब्राह्मण तेणु जगन्नाथ दास कहले मो बापा मान ये तीन कथा प्रति आपण माने सतर्क रहिबे देवस्व राजस्व ब्रह्मस्व हे हे देव